ବାପାଙ୍କ ନାଁ ପଞ୍ଚାନନ ବେହେରା, ଜିଲ୍ଲାମାଳି ରାଧାକୁଞ୍ଜ ସାହି ଆମ ଘର। ମୁଁ ଘରେ ନଥିଲି, ବାହାରକୁ ଯାଇଥିଲି ପ୍ରୋଗ୍ରାମ ଫେରିଲା ବେଳକୁ ମୋ ପାଖକୁ ଫୋନ୍ ଗଲା ଯେ ତୁମ ଘରେ ଚୋରି ହୋଇଯାଇଛି। ଆମ ପଡ଼ିଶା ଲୋକ ଫୋନ୍ କଲେ। ତାପରେ ମୁଁ ଆସିକି ପହଞ୍ଚିକି ଦେଖିଲି ଯେ ହଁ ଘରେ ଚୋରି ହେଇଛି। ବାହାରୁ ଥାଇକି ଦେଖିଲି, ସେଠୁ ଥାନାକୁ ଗଲି, ଥାନା ବାବୁଙ୍କୁ ଜଣେଇଲି। ଥାନା ବାବୁ କହିଲେ ହଉ ତୁମେ ଚାଲ, ମୁଁ ଯାଉଛି। କିଛି ସମୟ ପରେ ଥାନାକୁ ଆସିଲେ। ଆସିଲା ପରେ ଦେଖିଲେ ଯେ ଫାଷ୍ଟ ମୋ ଗ୍ରିଲ୍କୁ ଭାଙ୍ଗି ଦିଆହେଇଛି, ତାଲାକୁ ବାହାରକୁ ଥୋଇ ଦିଆହେଇଛି। ତାପରେ ସେମାନେ ସେପଟେ ଗ୍ରିଲ୍ ଦେଇକି ଆଉ ପଶି ପାରିନାହାନ୍ତି। ପୁଣି ଘର ପଛ ପାଖରେ ଆମର ଗୋଟେ ଝରକା ଅଛି, ଝରକାର ଗ୍ରିଲ୍ ତାଡ଼ିକିନି ସେ ବେଡ଼ରୁମ୍କୁ ପଶିଛନ୍ତି। କ'ଣ କ'ଣ ଚୋରି ହେଇଛି? ଗୋଟେ ଚେନ୍, 3 ହଳ କାନଫୁଲ, ଗୋଟେ ସୁନା ଲକେଟ୍, ତା ସହିତ ପାଉଁଜି ହଳେ। ହାରାହାରି କେତେ ଟଙ୍କା ମୂଲ୍ୟ ହେବ ବୋଲି ଆପଣ? ହାରାହାରି ଆଜ୍ଞା ମୋର ହେବ 1.5 ଲକ୍ଷ କି 2 ଲକ୍ଷ ପାଖାପାଖି। କିନ୍ତୁ ଆଜ୍ଞା ଆମ ଏଇ ଜିଲ୍ଲାମାଳି ରାଧାକୁଞ୍ଜ ସାହିରେ ବହୁତ ଏମିତି ବର୍ଷକୁ ମାନେ କେତେ ଚୋରି ହେଉଛି ଆଜ୍ଞା କହିହେବନି। ତାହେଲେ ଏତେ ଯଦି ଚୋରି ହେଉଛି ତାହେଲେ ଆଇନ ଆଜ୍ଞା କ'ଣ କରୁଛନ୍ତି? ଆମର ଯେଉଁ ପୋଲିସ ଅଛନ୍ତି, କାମାକ୍ଷାନଗର ଯେଉଁମାନେ ପୋଲିସ ଅଛନ୍ତି, ସେ ଷ୍ଟାଫ୍ ମାନେ କ'ଣ କରୁଛନ୍ତି? ରାତିରେ ଜିଲ୍ଲାମାଳି ସାହିରେ ତ କାହିଁ କେବେ ପେଟ୍ରୋଲିଂ କରୁନାହାନ୍ତି। ସେଇଟା ପେଟ୍ରୋଲିଂ ଯଦି ହୁଅନ୍ତା ତାହେଲେ ଆମ ଏଇ ସାହିରେ ଯେଉଁ ଚୋରି ହେଉଛି ସେ ଚୋରିଟା ଆଜ୍ଞା ବନ୍ଦ ହେଇଯାଆନ୍ତା। ଯଦି ବନ୍ଦ ହୁଅନ୍ତା ହେଲେ ଆମେ ସାହି ଲୋକ କି ମୁଁ ଆମେ ସମସ୍ତେ ଉପକୃତ ହୁଅନ୍ତୁ। ମୋ ଭଳି ଯେ ମୋର ଯେମିତି ଚୋରି ହେଲା ଆଜ୍ଞା ଏମିତି ଚୋରି ଯେମିତି କାହାର ନ ହଉ। ମୁଁ 10ଟା ବେଳକୁ ଯେତେବେଳେ ଖୋଲିଲି ଆମର ଷ୍ଟଡି ରୁମ୍ଟା, ଦେଖିଲାକୁ ଝରକା ତେଢ଼ା ହେଇଛି। ଏଠୁ ଆସିକି ଏ ଘରଟା ଯେତେବେଳେ ଖୋଲିଲି, ସେ ଖୋଲିଲା ବେଳକୁ ଗଡରେଜ୍ ଫଡରେଜ୍ ଭାଙ୍ଗିକିରି ସବୁ ନେଇକି ଯାଇଛନ୍ତି। ମୁଁ ଶୋଇନାହିଁ, କିଛି ଦେଖିନି। ଖୋଲିଗଲା ବେଳକୁ ସବୁ